ଯେଉଁ ସ୍ତ୍ରୀ ଲୋକଙ୍କର ନାକରେ କଳା ଯାଇଥାଏ ସେମାନେ ସୁଲକ୍ଷଣା ଶୁଭ ଲକ୍ଷଣ ଯୁକ୍ତ ହୋଇଥାନ୍ତି। ସ୍ତ୍ରୀ ଲୋକଙ୍କର ଯଦି ହାତରେ କଳା ଯାଇଥାଏ ତେବେ ସେମାନଙ୍କ ହାତରୁ ଟଙ୍କା ପଇସା କେବେ ହେଲେ ଖାଲି ହୁଏ ନାହିଁ ଏବଂ ସେମାନେ ଧନକୁ ନିଜ ଆଡ଼କୁ ଆକର୍ଷିତ କରନ୍ତି। ସ୍ତ୍ରୀ ଲୋକଙ୍କର କପାଳରେ ଯଦି କଳା ଯାଇଥାଏ ତେବେ ସେ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି ଏବଂ ଏଭଳି ନାରୀର ସ୍ୱାମୀ ସର୍ବଦା ଦୀର୍ଘାୟୁ ହୋଇଥାଏ। ସ୍ତ୍ରୀର ଗଳାରେ ଯଦି କଳା ଯାଇ ରହିଥିଲେ ଏମାନେ ମିଠା କଥା କୁହନ୍ତି ଏବଂ ସମସ୍ତଙ୍କର ଅତି ପ୍ରିୟ ହୋଇଥାନ୍ତି। ସ୍ତ୍ରୀ ଲୋକଙ୍କର ଗାଲରେ ଯଦି କଳା ଯାଇଥାଏ ତେବେ ଏମାନେ ସୁଖ ଏବଂ ଶାନ୍ତିର ସହିତ ଜୀବନ ଅତିବାହିତ କରନ୍ତି। ସ୍ତ୍ରୀ ଲୋକଙ୍କର କାନରେ ଯଦି କଳା ଯାଇଥାଏ ତେବେ ଏମାନେ ଆଜ୍ଞାକାରୀ ଏବଂ ସଂସ୍କାରୀ ହୋଇଥାନ୍ତି। ସ୍ତ୍ରୀ ଲୋକଙ୍କର ଓଠରେ ଯଦି କଳା ଯାଇଥାଏ ତେବେ ଏମାନେ ଲୋଭୀ ଏବଂ କଞ୍ଜୁସ ହୋଇଥାନ୍ତି। ସ୍ତ୍ରୀ ଲୋକଙ୍କର ପାଦରେ ଯଦି କଳା ଯାଇଥାଏ ପାଦ ତଳେ ଯଦି କଳା ଯାଇଥାଏ ତେବେ ଏମାନେ ସାକ୍ଷାତ ଲକ୍ଷ୍ମୀ ହୋଇଥାନ୍ତି। ସ୍ତ୍ରୀ ଲୋକଙ୍କର ମଣିବନ୍ଧରେ ଯଦି କଳା ଯାଇଥାଏ ତେବେ ଏମାନେ ସବୁ କାର୍ଯ୍ୟରେ ଦକ୍ଷ ହୋଇଥାନ୍ତି। ଏକଥା ସାମୁଦ୍ରିକ